କାହିଁକି ସମୁଦ୍ର ପାଣିର ରଙ୍ଗ ନୀଳ ଦେଖାଯାଏ? କେଉଁ କାରଣରୁ ଏହାର ରଙ୍ଗ ଏହିଭଳି? କ'ଣ ରହିଛି ଏହାରି ପଛରେ ବୈଜ୍ଞାନିକ କାରଣ? ପ୍ରାୟତଃ ଆପଣମାନେ ଦେଖିଥିବେ ସମୁଦ୍ରର ରଙ୍ଗ ନୀଳ। ସମୁଦ୍ର ଭିତରେ କିଛି ରାସାୟନିକ ପଦାର୍ଥ ହୁଏତ ଏହାର ରଙ୍ଗକୁ ନୀଳ କରୁଥାଇପାରେ ବୋଲି ପ୍ରାୟତଃ ଲୋକ ଭାବୁଥାଇ ପାରନ୍ତି। ମାତ୍ର ବାସ୍ତବରେ ତାହା ସତ୍ୟ ନୁହେଁ। ସମୁଦ୍ରର ରଙ୍ଗ ପଛରେ ରହିଛି ସୂର୍ଯ୍ୟ ଦେବତାଙ୍କର ହାତ, ଅର୍ଥାତ୍ ସୌର ରଶ୍ମି ପାଇଁ ହିଁ ସମୁଦ୍ର ଜଳର ରାଶି ନୀଳବର୍ଣ୍ଣ ହୋଇଥାଏ। ଆପଣମାନେ ପୁଣି ଭାବୁଥିବେ ସୌର ରଶ୍ମି ତ ଧଳା ରଙ୍ଗର, ପୁଣି ଏହା ଜଳରାଶିକୁ କିଭଳି ନୀଳବର୍ଣ୍ଣ କରୁଛି? ଆସନ୍ତୁ ଏ ବିଷୟରେ ଜାଣିବା ଏ ଭିଡ଼ିଓ ମାଧ୍ୟମରେ। ଆମେ ସମସ୍ତେ ଜାଣିଛେ ସୂର୍ଯ୍ୟଙ୍କ ରଶ୍ମି 7ଟି ରଙ୍ଗର ସମାହାର। ଅଳ୍ପ ଖରା ବର୍ଷା ସମୟରେ ଆପଣମାନେ ଇନ୍ଦ୍ରଧନୁ ଦେଖିଥିବେ। ଏଥିରେ ଆପଣ ସୂର୍ଯ୍ୟଙ୍କ ରଶ୍ମିର 7ଟି ରଙ୍ଗକୁ ଠିକ୍ ଭାବେ ବାରିଥିବେ। ନଚେତ୍ ଖଣ୍ଡେ ପ୍ରିଜମକୁ ଆଣି ରଖିଲେ ଆପଣ ସୂର୍ଯ୍ୟ କିରଣରୁ 7ଟି ଯାକ ରଙ୍ଗ ବାରିପାରିବେ, ଯାହାକି ବାଇଗଣୀ, ଘନ ନୀଳ, ନୀଳ, ସବୁଜ, ହଳଦିଆ, ନାଲି ଏବଂ ନାରଙ୍ଗୀ ନାମରେ ସଭିଏଁ ଜାଣନ୍ତି। ତେବେ ଆସିବା ପ୍ରସଙ୍ଗକୁ। ସୂର୍ଯ୍ୟଙ୍କ ରଶ୍ମିର ଏସବୁ ରଙ୍ଗର ସମାହାର ସମୁଦ୍ର ପାଣି ଉପରେ ଯେତେବେଳେ ପଡ଼େ, ନୀଳ ରଙ୍ଗକୁ ଛାଡ଼ି ବାକି ରଙ୍ଗକୁ ସମୁଦ୍ର ପାଣି ଅବଶୋଷିତ କରିଦିଏ। କାରଣ ନାଲି, ସବୁଜ, ହଳଦିଆ ପରି 6ଟି ରଙ୍ଗର ୱେଭଲେନ୍ଥ ଅଧିକ ଥିବାରୁ ଏଗୁଡ଼ିକ ପାଣି ଦ୍ୱାରା ଅବଶୋଷିତ ହୋଇଯାନ୍ତି ଏବଂ ନୀଳ ରଙ୍ଗର ୱେଭଲେନ୍ଥ ସବୁଠାରୁ କମ୍ ଥିବାରୁ ଏହା ସମୁଦ୍ର ଜଳ ଦ୍ୱାରା ଅବଶୋଷିତ ହୁଏ ନାହିଁ ଏବଂ ଜଳରାଶିର ଠିକ୍ ଉପରି ଭାଗରେ ଏହା ନୀଳବର୍ଣ୍ଣ ଧାରଣ କରେ। ତେବେ କିଛି ଜାଗାରେ ସମୁଦ୍ର ପାଣି ସବୁଜ ମଧ୍ୟ ଦେଖାଯାଏ। ଏହାର ଅର୍ଥ ହେଲା ଜଳ ସେଠାରେ ପ୍ରଦୂଷିତ ହୋଇଛି, ମାନେ କିଛି ପ୍ରଦୂଷକ ମାନଙ୍କ ପାଇଁ ହିଁ ସମୁଦ୍ର ଜଳରାଶି ସବୁଜ ବର୍ଣ୍ଣ ଧାରଣ କରେ। ନଚେତ୍ ଆପଣ ସମୁଦ୍ରର ବିଶାଳ ଜଳରାଶିକୁ ନୀଳବର୍ଣ୍ଣରେ ହିଁ ଦେଖିପାରିବେ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।